ଯେକୌଣସି କାରଣରୁ ଯଦି ମୁଣ୍ଡ ବ୍ୟଥା ହେଉଥାଏ, ମୁଣ୍ଡ ଧକ ଧକ ହେଉଥାଏ, ମୁଣ୍ଡର ଯଦି ପାଣି ଜମୁଥାଏ କିମ୍ବା କୌଣସି ପ୍ରକାର ମୁଣ୍ଡର ଟ୍ୟୁମର ବଥ ବାହାରିବାର ଥାଏ କିମ୍ବା ବାହାରୁଥାଏ, ସବୁ ସମସ୍ୟା ପାଇଁ ମୁଣ୍ଡ ଯୋଗ ନିହାତି ଦରକାର। ମୁଣ୍ଡ ଯୋଗ ରୀତିମତ କଲେ ଆପଣଙ୍କ ମୁଣ୍ଡକୁ କୌଣସି ସମସ୍ୟା ଆସିବ ନାହିଁ। ଆଉ ଯଦି କୌଣସି ସମସ୍ୟା ଥାଏ ସେ ଆସ୍ତେ ଆସ୍ତେ ଦୂରେଇ ଯିବ। ମୁଣ୍ଡ ଯୋଗ ଦିନର ଯଦି କୌଣସି ବ୍ୟକ୍ତିଙ୍କର ମୁଣ୍ଡ ବିନ୍ଧୁଛି, ଧକ ଧକ ହେଉଛି, ତାହେଲେ ଆପଣ ରୀତିମତ ଦିନର 2-3 ଥର ବି କରିପାରନ୍ତି। କରନ୍ତୁ, ଦେଖିବେ ପ୍ରଥମ ଦିନ ଠାରୁ ହିଁ ଆପଣ ସୁଫଳ ପାଇବେ, କେତେ ଆରାମ ମିଳିବ, ଆଉ କୌଣସି ମେଡ଼ିସିନ ଆବଶ୍ୟକ ପଡ଼ିବନି। କଥାରେ ଅଛି, ମେଡ଼ିସିନର ହିନ୍ଦୀରେ କୁହାଯାଏ ଦବେଇ। ତେଣୁ ତା ଅର୍ଥାତ୍ ମେଡ଼ିସିନଟେ ଖାଇଲେ ରୋଗ ଦବିଯିବ, ନିର୍ମୂଳ ହେବ ନାହିଁ। କିନ୍ତୁ ଅଷ୍ଟାଙ୍ଗ ଯୋଗ କରନ୍ତୁ, ଦେହର ଯେକୌଣସି ରୋଗ ଥିବ ସମ୍ପୂର୍ଣ୍ଣ ଦୂରେଇ ଯିବ। ଆଉ ରୋଗ ଆସିବାର ନାହିଁ, କି ମେଡ଼ିସିନ ପାଇଁ ପଇସା ଖର୍ଚ୍ଚ କରିବାର ନାହିଁ, କି ଆପଣ ବ୍ୟତିବ୍ୟସ୍ତ ହେବାର ନାହିଁ। ଦେଖନ୍ତୁ ମୁଣ୍ଡର ଯୋଗଟା କେମିତି। ଏଇ 2 ଆଙ୍ଗୁଳିକି ନେଲେ ଏଇ ଜାଗାର ଯେତିକି ସମ୍ଭବ ଆପଣ ଘଷିବେ, ଜୋର ଜୁଲୁମ କରିବେ ନାହିଁ। ଜୋର ଜୁଲୁମ କଲେ ଏ ଘା ହେଇଯାଇପାରେ, ଦୁନିଆ ବିଶୃଙ୍ଖଳା ସୃଷ୍ଟି ହେବ। ଦେଖନ୍ତୁ 9 ଥର କରିବେ। ମୂଳରୁ କହି ଆସିଛି, ଯଦି ଯନ୍ତ୍ରଣା ଥାଏ 9ରୁ ଆପଣ ପ୍ରଥମେ 9 କରନ୍ତୁ, ତାପରେ ଆସ୍ତେ ଆସ୍ତେ ବଢ଼େଇବେ 12, 15, 18, 21ରୁ ଆଉ ବଢ଼ିବା ନାହିଁ। ଏଇ ଦେଖନ୍ତୁ, ତାପରେ ହାତ ଦିଟାକୁ ଏଇ ରକମ ଠିକ୍, ତାପରେ ହାତଟାକୁ ଏଇ ଚକିଟାକୁ ରଖିଲେ, ତାପରେ ଏଇଟାକୁ ହେଇ ଦେଖନ୍ତୁ, ତାପରେ ହାତ ଏଇ ଆଙ୍ଗୁଳିକି ଭର୍ତ୍ତି କଲେ, ମୁଣ୍ଡ ଠିକ୍ ମଝି ଉପରେ ରଖିବେ। ଏପରି 9 ଥର, ତାପରେ ସାମ୍ନାକୁ, ତାପରେ ହାତ ଦିଟା ଏଇଟାକୁ ଏଇ ରକମ ଯୋଡ଼ିକି ଠିକ୍ ମଝି ଯୋଉ ଖାଲ ଅଂଶ ଲାଷ୍ଟକୁ, ଏଇଟାକୁ ବି ଦିନର 2-3 ଥର ଆପଣ କରିପାରିବେ। କଲେ କୌଣସି କ୍ଷତି ନାହିଁ, କୌଣସି ଅସୁବିଧା ହେବ ନାହିଁ। ଆଉ ଆପଣ ବର୍ତ୍ତମାନ ଯଦି ମୁଣ୍ଡର ଯନ୍ତ୍ରଣା ହେଉଥାଏ, ଆପଣ ପରୀକ୍ଷାମୂଳକ ଭାବରେ କରନ୍ତୁ, ସାଙ୍ଗେ ସାଙ୍ଗେ କମିବ, ସାଙ୍ଗେ ସାଙ୍ଗେ ଭଲ ଲାଗିବ। ଆଉ ଯଦି ରୀତିମତ ଆପଣଙ୍କର ମୁଣ୍ଡର ଅସହ୍ୟ ଯନ୍ତ୍ରଣା ହେଉଥାଏ, 1-2 ଘଣ୍ଟା ଅନ୍ତର ଥରେ ଥରେ କରନ୍ତୁ, ନିଶ୍ଚିତ ସୁଫଳ ପାଇବେ। ରହିଲି। ଜୟ ଜୀବ, ପିତା ମାତା କି ଜୟ।